ଭାରତର ନୀଳ ଅର୍ଥନୀତି ଓ ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ପାଇଁ ଏକ ଐତିହାସିକ ପଦକ୍ଷେପ ଭାବେ ଗୁରୁବାର ଭୁବନେଶ୍ୱରରୁ ଲେଟର ଅଫ୍ ଅଥରାଇଜେସନ୍ ଫର୍ ସଷ୍ଟେନେବଲ୍ ହାର୍ନେସିଂ ଅଫ୍ ଫିଶରିଜ୍ ଇନ୍ ଦି ହାଇ ସିଜର ଜାତୀୟ ଶୁଭାରମ୍ଭ କରାଯାଇଛି। OUAT ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏହାର ଶୁଭାରମ୍ଭ କରିବା ସହ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ପାଳନ ମିଶନ ଡକ୍ୟୁମେଣ୍ଟର ଉନ୍ମୋଚନ କରିଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି କହିଥିଲେ, LOA ବ୍ୟବସ୍ଥା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ସ୍ୱଚ୍ଛତା, ଜବାବଦେହିତା ଓ ବୈଜ୍ଞାନିକ ପରିଚାଳନାକୁ ସୁନିଶ୍ଚିତ କରିବ। ଏହା ଭାରତୀୟ ପତାକାଧାରୀ ଜାହାଜକୁ ଅନ୍ତର୍ଜାତୀୟ ଜଳସୀମାରେ ଉଚ୍ଚ ମୂଲ୍ୟର ଟୁନା ଭଳି ମାଛ ଧରିବାର ସୁଯୋଗ ଦେବ ଏବଂ ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନୀକୁ ନୂଆ ଉଚ୍ଚତାକୁ ନେବ। ଓଡ଼ିଆରେ ନିଜ ଅଭିଭାଷଣ ଆରମ୍ଭ କରି ଉପରାଷ୍ଟ୍ରପତି ଓଡ଼ିଶାର ବୋଇତ ବନ୍ଦାଣ ଓ ବାଲିଯାତ୍ରାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି କହିଥିଲେ, ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ସେହି ଐତିହ୍ୟକୁ ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ିବ। ସେ କହିଥିଲେ, ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅନୁଯାୟୀ LOA ବାଧ୍ୟତାମୂଳକ। ଏହା ରିଅଲ କ୍ରାଫ୍ଟ ପୋର୍ଟାଲ ସହ ସଂଯୁକ୍ତ ଥିବାରୁ ଅନଲାଇନ୍ ଟ୍ରାକିଂ, ସ୍ୱଚ୍ଛତା ଓ ନିୟମ ପାଳନକୁ ସହଜ କରିବ। ଓଡ଼ିଶାକୁ ପୂର୍ବ ଭାରତର ପ୍ରମୁଖ ମେରିନ୍ ହବ୍ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଓଡ଼ିଶା ମାଟିରୁ LOAର ଜାତୀୟ ଶୁଭାରମ୍ଭ ରାଜ୍ୟ ପାଇଁ ଗୌରବର ବିଷୟ। ରାଜ୍ୟର 575 କିଲୋମିଟର ଉପକୂଳ ଏବଂ 6 ଲକ୍ଷରୁ ଅଧିକ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନରେ ଏହି ପଦକ୍ଷେପ ଏକ ନୂଆ ସମ୍ଭାବନା ସୃଷ୍ଟି କରିବ। ସେ କହିଥିଲେ, ବର୍ତ୍ତମାନ ଓଡ଼ିଶାର 8 ଜଣ ମତ୍ସ୍ୟଜୀବୀଙ୍କୁ LOA ପ୍ରଦାନ କରାଯାଇଛି, ଯାହାଫଳରେ ସେମାନେ ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିପାରିବେ। ଏଥିସହ 2ଟି ଗଭୀର ସମୁଦ୍ର ମାଛଧରା ଜାହାଜକୁ ମଧ୍ୟ କାର୍ଯ୍ୟାରମ୍ଭ ପାଇଁ ଅନୁମତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ, ଓଡ଼ିଶା ଭିଜନ 2036 ଅନୁଯାୟୀ ରାଜ୍ୟରେ ଗଭୀର ସମୁଦ୍ର ମତ୍ସ୍ୟ ପାଳନକୁ ପ୍ରୋତ୍ସାହନ ଦିଆଯିବ। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ସହ ଚାନ୍ଦିପୁର, ଅସ୍ତରଙ୍ଗରେ ଆଧୁନିକ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ହୋଲସେଲ୍ ମାର୍କେଟ, ଆକ୍ୱା ପାର୍କ ସ୍ଥାପନ କରାଯିବ। ଆଗାମୀ 10 ବର୍ଷରେ 150ଟି ନୂତନ ଗଭୀର ସମୁଦ୍ର ମାଛଧରା ଜାହାଜ ନିୟୋଜନ ଏବଂ 65ଟି ପୁରୁଣା ଜାହାଜର ଆଧୁନିକରଣ କରାଯିବ। 50 ନିୟୁତ ମତ୍ସ୍ୟଜୀବୀଙ୍କ ଜୀବିକା ସୁଦୃଢ଼ ହେବ। ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଥିଲେ, ଭାରତର ବିଶାଳ ଉପକୂଳ ଓ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଦେଶର ପ୍ରାୟ 50 ନିୟୁତ ମତ୍ସ୍ୟଜୀବୀଙ୍କ ଜୀବିକାର ଆଧାର। LOA ବ୍ୟବସ୍ଥା ସେମାନଙ୍କ ଆୟ ବୃଦ୍ଧି ସହ ସାମୁଦ୍ରିକ ଅର୍ଥନୀତିକୁ ସୁଦୃଢ଼ କରିବ। ଓଡ଼ିଶାରେ ମତ୍ସ୍ୟ ରପ୍ତାନୀର ବିପୁଳ ସମ୍ଭାବନା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି। ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟକୁ ମତ୍ସ୍ୟ ଉତ୍ପାଦନ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନୀରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବ। LOA ମାଧ୍ୟମରେ ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବାକୁ ଅନୁମତି। କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୋଆ, ଆଣ୍ଡାମାନ ନିକୋବର ଆଦି ଉପକୂଳବର୍ତ୍ତୀ ରାଜ୍ୟର ମତ୍ସ୍ୟଜୀବୀ ଓ ସମବାୟ ସମିତିକୁ LOA ପ୍ରଦାନ କରାଯାଇଥିଲା। ଏହା ମାଧ୍ୟମରେ ଭାରତୀୟ ଜାହାଜଗୁଡ଼ିକୁ EEZ ବାହାରେ ଥିବା ଅନ୍ତର୍ଜାତୀୟ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ ମୂଲ୍ୟର ମାଛ ଧରିବାକୁ ଅନୁମତି ମିଳିବ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।